ମର୍ତ୍ତ୍ୟ କଟକରେ ବ୍ରାହ୍ମଣ ନାହାନ୍ତି। ଯଦି ଏ କଥା ମୁଁ ଏଇ ଲାଇକ୍ କହିଦେବି ବ୍ରାହ୍ମଣିଆ ପୁଞ୍ଜା ଢେଲା ମାରିକି ମୋ ମୁଣ୍ଡ ଫଟେଇଦେବେ। କାହିଁକି କାହିଁକି ନା 10ଟି ଗୁଣ ଯାହା ପାଖରେ ଥବ ସେ ହଉଛି ବ୍ରାହ୍ମଣ। ଗୋଟେ ପାଣ ପିଲା ବି ବ୍ରାହ୍ମଣ ହେଇପାରିବ। ଯଥା ଦେବର୍ଷି ନାରଦ ଗୋଟେ ସୁତପୁତ୍ର ହେଇକି ହେଇଗଲେ ଦେବର୍ଷି ନାରଦ। 10ଟା ବିଦ୍ୟା ବଳରେ ସେ 10ଟା ବିଦ୍ୟା ତ ଆଲୋଚନା କଲେ ଅନେକ ବେଳ ଯିବ। ସେ 10 ବିଦ୍ୟା ମୁଁ ଆସନ୍ତା କାଲି ଆପଣ ମାନଙ୍କ ଆଗରେ ପ୍ରମାଣିତ କରିବି। କୋଉ 10 ବିଦ୍ୟା ଏକାଠି ହେଲେ ଧୀ ବିଦ୍ୟା ସତ୍ୟ ଅକ୍ରୋଧଞ୍ଚ ଇତି ଏବଂ ବ୍ରହ୍ମ ଲକ୍ଷଣ। ଗୋଟେ ବ୍ରାହ୍ମଣ ହବା ପାଇଁ କଣ କଣ ଦରକାର ଗୁଣ। ଆଉ ସିଏ ଖାଉନି କାଲିଠୁ ମୁଁ ତମ ଘରେ ବାପା ଖାଇବିନି। ଇଏ ମୋ ଭଉଣୀ ଘର ଅଞ୍ଚଳ। ମୁଁ ଏ ଅଞ୍ଚଳକୁ ଭାରି ଭଲ ପାଏ କାହିଁକି ଟିକେ ମାଛ ଖାଇବା ପାଇଁ। ମୋ ବାପା ଘର 2-3 ଦିନ ଯାକ ମତେ ମାଛ ଟିକେ ତିଆରି କରିକି ଦଉଛନ୍ତି। ମାଛ ଝୋଳ ଟିକେ ଭାତ ମୁଠାଟେ ଖାଉଛି। ଗୋସେଇର ଏକା ବେଳିକେ ରାଗ ନିଆଁ ପଞ୍ଚମ। ମତେ କଣ ବି ସାଧା ଦଉଛନ୍ତି ତାକୁ କଣ ବି ମାଛ। ତୁ ମାଛ ଖାଉନୁ ତତେ କିଏ ମନା କରୁଛି। ଅନୁଷ୍ଠାନରେ ହବନି। ଅନୁଷ୍ଠାନ ବନ୍ଦ କରିଛି। ବ୍ୟକ୍ତିଗତ ଘର ଭିତରେ ହେଇପାରିବ। ସିଏ ମତେ ଭଲ ପାଇଲେ ପୁଅ ବୋଲି ଭାବିଲେ ଡାକିକି ନେଲେ ମୁଁ ବି ମାଛ ଝୋଳ ଟିକେ ଦେଲେ ତୋର କଣ ଗଲା। ତୋ ଦେହ ଯଦି ନ ମିଶୁଛି ବା ତୋ ଦେହରେ ନ ଯାଉଛି ଟିକେ ଦାନା ଦର ଗୋଳେଇକି ଖାଇଦଉନୁ। ସଜ୍ଜନ ବର୍ଗେ ର ବ୍ରାହ୍ମଣ ଦେଖିଲା ବ୍ରାହ୍ମଣ ମର୍ତ୍ତ୍ୟରେ ନାହାନ୍ତି କି ବୈକୁଣ୍ଠରେ ନାହାନ୍ତି। ନା ନନ୍ଦିଘୋଷ ରଥ ପୁଣି ଉପରକୁ ଉଠିଲା। ଗୋଟିଏ ଜାଗା ଏମିତିଆ ସ୍ଥାନ ସେ ସ୍ଥାନ କୋଉଠି ନାହିଁ। ଜାଗାଟା ସବୁ ଧଳା ଧଳା। ଯେତେ ଘର ଦେଖିବ ଧଳା, ଯେତେ ଖମ୍ବ ଦେଖିବ ଧଳା, ଦାଣ୍ଡରେ ପିଚୁ ରୋଡ ସବୁ ଧଳା, ରାଜପ୍ରସାଦ ଗୁଡାକ ଧଳା। ସେ ଧଳା ଭିତରେ ଶୋଇଛି ଗୋଟେ ନାଗ ସାପ। ସିଏ ବି ଦେଖିବାକୁ ଧଳା। ସେ ନାଗ ସାପ ଉପରେ ଆଉ ଜଣେ ଶୋଇଛି। ସିଏ ଦେଖିବାକୁ ଧଳା। ଯାହାକୁ ଆମେ ମାନେ ସମସ୍ତେ ଶ୍ଲୋକଟି ଗାଏ। ସମସ୍ତଙ୍କ ମନରେ ସେ ଶ୍ଲୋକଟି ଅଛି। ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣ ଶୋଭାଙ୍ଗଂ ଲକ୍ଷ୍ମୀକାନ୍ତ